ধর্মমার্গ প্রবর্তকম অবিদ্যা গ্রন্থিচ্ছেদকারং নত হস্মি পুরুষোত্তম। প্রাণে ঠাকুর মোর বিশ্ববন্দনীয়া জগৎ জননী শ্রী শ্রী বর্মা যুগাচার্য পরম পূজ্যপাদ শ্রী শ্রী বরদা পরম পূজ্যপাদ শ্রী শ্রী আচার্যদেব এই চতুর্দেবଙ୍କ রাতুଳ ଶ୍ରୀଚରଣରେ ମୋର ଅନନ୍ତ କୋଟି ଆଭୂମି ପ୍ରଣାମ ଶ୍ରଦ୍ଧାନ୍ୱିତ। ଜୟଗୁରୁ ଇଷ୍ଟ ପରିବାରର ପ୍ରତ୍ୟେକଙ୍କୁ ମୋର ନତଜାନୁ ପ୍ରଣାମ ରାନନ୍ଦିତ। ଜୟଗୁରୁ ଆଜିର ଏହି ଦିବ୍ୟ ଭବ୍ୟ ଅନିର୍ବଚନୀୟ ଚିର ଶାଶ୍ୱତ ମଧୁରିମାର ମଧୁଛନ୍ଦରେ ମଧୁରାୟିତ ହୋଇ ଉଠିଥିବା ଗୋବିନ୍ଦପୁର ସତ୍ସଙ୍ଗ କେନ୍ଦ୍ର ଆଭାସୀ ସତ୍ସଙ୍ଗ, এই ଆଭାସୀ ସତ୍ସଙ୍ଗର ବରେଣ୍ୟ ପରିଚାଳକ, ସମସ୍ତ উপস্থিত সম্মাননীয় কর্মীবৃন্দ, ଅନନ୍ତ ପଥର ଯାତ୍ରୀ, ଇଷ୍ଟତପା ଭାଇ ଓ ମା ମାନେ, ସାଧୁ ସଜ୍ଜନ ମଣ୍ଡଳୀ ସମସ୍ତଙ୍କୁ ଜଣାଉଛି ମୋର ସ୍ନେହ ଶ୍ରଦ୍ଧା ପ୍ରୀତି ଭାଲୋବାସା ଏବଂ ଆନନ୍ଦିତ ଜୟ। ଆଜି ଆମେ এই ପ୍ରାତଃ ପରବର୍ତ୍ତୀ ମୁହୂର୍ତ୍ତ ସକାଳ ଯାହା କୁହାଯାଏ, এই ମୁହୂର୍ତ୍ତଟିକୁ ଉପଭୋଗ କରୁଛେ। କିପରି ଆମେ ଉପଭୋଗ କରୁଛେ? ଜୀବନର ଜୀବନୀୟ ଉପାଦାନରେ ସମୃଦ୍ଧ ହୋଇ ଉଠିଥିବା ପରମାତ୍ମିକ ସତ୍ତାଙ୍କ ଆତ୍ମିକ ବ୍ୟବସ୍ଥା ସହିତ ସମ୍ମିଳନ ପ୍ରକ୍ରିୟା ମାଧ୍ୟମରେ। ଏ ଦୁର୍ଲଭ ସନ୍ଦେକ୍ଷଣ ଟର୍ଣ୍ଣିଂ ପଏଣ୍ଟ, এই ମୁହୂର୍ତ୍ତଟିକୁ ଆମେ ମନ ଭରି ପ୍ରାଣ ଭରି ଉପଭୋଗ କରୁଛେ। এই ଉପଭୋଗ ହିଁ ହେଉଛି ଆଧ୍ୟାତ୍ମିକତା, ଶାନ୍ତି, ସୁଖ। ଏହା ହିଁ ହେଉଛି ଜୀବନର ଜୀବନୀୟ ଉପାଦାନ। সামান্যত নই রাজপুত্র হই পিতার ধনে আমার পূর্ণ অধিকার, জানো না কি মন আমি পুত্র তার। ଏ ସନ୍ଥା, ତୁ କଣ ଜାଣିନାହୁ କାହାର ପୁତ୍ର? କାହିଁକି ଏଠାକୁ ଆସିଛୁ? ବିସ୍ମୃତିର ଅତଳ ଗହ୍ୱରରେ ଅନ୍ଧକାର ତମୃଚ୍ଛାଚ୍ଛନ୍ନ ଏକ ମରୀଚିକାମୟ ବ୍ୟବସ୍ଥାରେ ଆମେ ଯେତେବେଳେ ବିସ୍ମୃତିର ଅତଳ ଗହ୍ୱରରେ ବିଲୀନ ହୋଇଯାଉ, ସେତିକି ବେଳେ ଅନ୍ତରୀକ୍ଷରେ ଥାଇ ଜଣେ କେହି କହି ଉଠନ୍ତି, ମା ଭଇ ମା ଭଇ ମା ଭଇ। ସେ ଆଉ କେହି ନୁହନ୍ତି, ଆମ ସମସ୍ତଙ୍କର ପ୍ରିୟ ପରମାତ୍ମିକ ସତ୍ତା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ବହୁବାର এই ଗୋବିନ୍ଦପୁର ସତ୍ସଙ୍ଗ ଅନଲାଇନରେ ଆଲୋଚନା କରିଛି। ଆଲୋଚନାଟି ହେଉଛି ଯାଜନ। ଆମେ ଅନେକ କଥା କହି ଯାଉଛେ, ଅନେକ ଭାଷା, ଅନେକ ଭାବ, ଅନେକ ଚିନ୍ତନକୁ ଆମେ ସୁନ୍ଦର ଭାବରେ ରୂପ ଦେଉଛେ, କିନ୍ତୁ ପ୍ରକୃତ କଥା ହେଉଛି ଠାକୁର କହିଛନ୍ତି, କର୍ମ ନାହିଁ ଚିନ୍ତା ସତ୍, ପାଥର ପିଛଲ ନରକ ପଥ। ମୋର 70 ବର୍ଷର ଜୀବଦ୍ଦଶା ଭିତରେ ଆଲୋଚନା ଯୋଜନ ଛଡା କେବେ ମୁଁ ଯାଜନ କରିବାକୁ ଭଲ ପାଏ ନା। ନିଷ୍ଠା ଆନୁଗତ୍ୟ କୃତି ଦୀପନାର ଏକ ରୁଦ୍ଧିମନ୍ତ ବ୍ୟବସ୍ଥା ଭିତରେ ମୋର ଜୀବନଟିକୁ ଜୀବନୀୟ କରି ସରସ ସହଜ
ସତେଜ କରି ରଖିବା ପାଇଁ ଏ ଯୋଜନଟିକୁ ଆୟୁଧ ଭାବରେ ଏବେ ମଧ୍ୟ ତାକୁ ମୁଁ କ୍ରିୟାନ୍ୱିତ କରି ରଖିଛି। ଆଲୋଚନା ଏ ମୋର ସଂସ୍କାର, ପୂର୍ବ ଜନ୍ମର ସୁକୃତ, ପରମାତ୍ମାଙ୍କର ଆଶୀର୍ବାଦ, ପରବର୍ତ୍ତୀ ପ୍ରକ୍ରିୟା। ଯେଉଁମାନେ ଭୋଗ ନିବେଦନ କରିଛନ୍ତି, ଯେଉଁମାନଙ୍କର ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟର ସମାରୋହରେ ସମାରୋପିତ ହୋଇ ଉଠିଛି ଏହି ଦିବ୍ୟ ସତ୍ସଙ୍ଗ, ସେମାନଙ୍କର ଇଷ୍ଟିଭୂତ ମଙ୍ଗଳମୟ ଅନୁଶାସିତ ଜୀବନ କାମନା କରୁଛି। ବ୍ୟକ୍ତି, ପରିବାର, ପରିଜନ, ପରିବେଶରେ ସେମାନେ ସମୃଦ୍ଧ ହୋଇ ଉଠନ୍ତୁ ତାଙ୍କର ଇଚ୍ଛାକୁ ପରିପୂରଣ କରିବା ଭିତରେ ଦେଇ, ଏବଂ ସେମାନଙ୍କର ଇପ୍ସିତ ଇଚ୍ଛା ପ୍ରିୟ ପରମଙ୍କର ଅନୁଶାସନର ଭିତର ଦେଇ ପରିପୂରିତ ହେଉ। ଏହା ହିଁ ମୁଁ ଠାକୁରଙ୍କର ପଦାର ବିନ୍ଦରେ ପ୍ରାର୍ଥନା କରୁଛି। ଏହା ହିଁ ମୁଁ ପ୍ରାର୍ଥନା କରୁଛି ଶ୍ରୀ ଠାକୁରଙ୍କ ଶ୍ରୀଚରଣରେ। ଗୋଟିଏ ବାଣୀ କହି ମୋର ଆଲୋଚନା ଆରମ୍ଭ କରିବି, ସମୟ ଅନେକ ସ୍ୱଳ୍ପ। ଶ୍ରୀ ଠାକୁର କହିଛନ୍ତି ସମ୍ବିତ ଗ୍ରନ୍ଥରେ, ଅଚ୍ୟୁତ ଇଷ୍ଟନିଷ୍ଠ ହୁଅ, ତପଃ ପ୍ରାଣ ହୁଅ, ସଂବୁଦ୍ଧ ହୁଅ, বীর্যবান হুও, অক্লান্ত তেজিয়ান পরিশ্রমী হুও, দায়িত্ব নেବାକୁ ଶିଖ, ସତ୍ସଂବର୍ଦ୍ଧନୀ ଯାହା ତାହାର ଆଉ ତାର ଅନୁପୂରଣ ମଧ୍ୟ କର, ବିହିତ ଭାବରେ ବିହିତ ସମୟରେ ପ୍ରବୃତ୍ତି ପରିଚର୍ଯା କର ନାହିଁ, ସେଥିରେ ନିରାଶୀ ହୁଅ, ନିର୍ମମ ହୋଇ ଉଠ, ସେଥିରେ ନିରଖ ପରଖ କର ନିଜକୁ, ଆତ୍ମ ବିଶ୍ଳେଷଣ ଓ ଆତ୍ମ ନିୟନ୍ତ୍ରଣରେ ଅନ୍ତରକୁ ସବୁ ସମୟରେ ଝକଝକ କରି ରଖ, କୌଶଳୀ ଓ ତୀକ୍ଷ୍ଣ ଧୀ ହୁଅ, ସଦାଚାରୀ ଶରୀର ଓ ସତ୍ତାଚର୍ଯ୍ୟ ହୁଅ, ସତ୍ ଓ ସୁଭାଷୀ ହୁଅ, ପ୍ରୀତି ସୌଜନ୍ୟ ସେବା ସହଯୋଗିତାରେ ସମସ୍ତଙ୍କୁ ସଂବର୍ଦ୍ଧନୀ କରି ତୋଳ ନିଜକୁ, କଳଙ୍କ ଦ୍ୱନ୍ଦ୍ୱ ଓ ଦୁର୍ବଳତାକୁ ତିରୋହିତ କର, ଅନ୍ୟାୟ ବା ଅସତ୍ୟ ତାକୁ ନିରୋଧ କରି ଆଲୋକରେ ଉଲ୍ଲସିତ କରି ତୋଳ ତାକୁ, ଏବଂ ସମସ୍ତଙ୍କୁ ତପଶ୍ଚେତା ହୋଇ ଧର୍ମାନୁଗ ସର୍ବ ସତ୍କର୍ମରେ ନିୟୋଜିତ ରୁହ, ସ୍ୱାଧ୍ୟାୟୀ ହୋଇ ଜୀବନ ପ୍ରବୃଦ୍ଧି ଓ ସ୍ମୃତି ଭାଇ ଚେତନାରେ ପଥକୁ ଅନୁସନ୍ଧାନ କରି ଚାଲ, ଏବଂ ତା ବାସ୍ତବିକରଣରେ ବିହିତ ବ୍ୟବସ୍ଥାବାନ ହୁଅ, ଆଉ ସବୁ କିଛି ନେଇ ପ୍ରିୟ ପରମରେ ସାର୍ଥକ ହୋଇ ଉଠ। ଏହା ହେଉଛି ଯାହା କିଛି ସମସ୍ତଙ୍କର ପରମ ସାର୍ଥକତା। ସମ୍ବିତି ଗ୍ରନ୍ଥର ସାଧନା ଅଧ୍ୟାୟରେ ଠାକୁର ସୁନ୍ଦର ଭାବରେ କହିଛନ୍ତି। ଏବେ ଆସିବା ଆଲୋଚନା ପର୍ଯ୍ୟାୟକୁ। ମାନବ ଜାତିର କ୍ରମ ବିକାଶର ମୂଳ ଭିତ୍ତି ହେଉଛି ବ୍ୟକ୍ତି ଜୀବନ, ଆଉ ବ୍ୟକ୍ତି ଜୀବନର ସର୍ବାଙ୍ଗୀନ ବିକାଶ ପାଇଁ ଏକମାତ୍ର ଅସ୍ତ୍ର ହେଉଛି ତାର ଶରୀର। ଶାସ୍ତ୍ରରେ ଅଛି, ଯାହା ଅଛି ବିଶ୍ୱ ବ୍ରହ୍ମାଣ୍ଡେ ତାହା ଅଛି ଏହି ଭାଣ୍ଡରେ। ସ୍ରଷ୍ଟାର ଇଚ୍ଛାରେ ବିବର୍ତ୍ତନର ଭିତର ଦେଇ ସୃଷ୍ଟିର ଗୋଟିଏ ଶ୍ରେଷ୍ଠ ସମ୍ପଦ ହିସାବରେ ଆମ୍ଭେମାନେ ପାଇଛୁ ଏହି ମାନବ ଦେହକୁ। ସେଥିରେ ଅତ୍ୟନ୍ତ ସୁଚାରୁ ରୂପେ ସନ୍ନିବିଷ୍ଟ ହୋଇଛି ବିଭିନ୍ନ ଯନ୍ତ୍ରାଂଶ ଓ ଉପାଦାନ। ମସ୍ତିଷ୍କ, ସ୍ନାୟୁତନ୍ତ୍ର ଓ ଇନ୍ଦ୍ରିୟାଦି ସମନ୍ୱିତ ଏହି ଦେହ ଯନ୍ତ୍ରଟି ଏତେ ଉନ୍ନତ ମାନର ଯେ ମନୁଷ୍ୟ ନିର୍ମିତ କୌଣସି ଯନ୍ତ୍ର ହିଁ ତାହାର ସମକକ୍ଷ ହୋଇପାରେ ନା। ଶରୀର ବିଧାନର ଉପାଦାନ ଗୁଡ଼ିକର ସଠିକ ବ୍ୟବହାର ଓ ମୂଲ୍ୟାୟନ ପାଇଁ ପ୍ରଥମେ ପ୍ରয়োজন ସଦ୍ଗୁରୁ ପ୍ରଦତ୍ତ ବୀଜ ନାମ। ମନେ ରଖିବେ, ଶରୀର ବିଧାନର ଉପାଦାନ ଗୁଡ଼ିକୁ ସଠିକ ବ୍ୟବହାର ଓ ମୂଲ୍ୟାୟନ ପାଇଁ ପ୍ରয়োজন ପ୍ରଥମେ ସଦ୍ଗୁରୁଙ୍କ ପ୍ରଦତ୍ତ ବୀଜ ନାମ ସଦ୍ଗୁରୁ ଗ୍ରହଣ କରିବା। ସଦ୍ଗୁରୁ ସ୍ୱରୂପତଃ
ଯାହା ତାହା ହିଁ ବୀଜ ଆକାରରେ ଦେଇ ଅଛନ୍ତି। ସଦ୍ଗୁରୁ ଯାହା ସେ ନିଜେ ଯାହା ତାହା ହିଁ ସ୍ୱରୂପତ ସେ ବୀଜ ଆକାରରେ ଏଇ ଚାରୋଟି ଅକ୍ଷର ଦେଇଛନ୍ତି। ଏଇ ନାମ ବା ଶବ୍ଦର ଭାଇବ୍ରେସନ ସ୍ପନ୍ଦନ ଶରୀର ବିଧାନକୁ ବିଭିନ୍ନ ଭାବେ କ୍ରିୟା କରେ, ଶରୀର ଭିତରେ ବିଭିନ୍ନ ଭାବରେ କ୍ରିୟା କରେ। এই ସ୍ପନ୍ଦନାତ୍ମକ ନାମ ବୀଜ ମାଟିରେ ଅଙ୍କୁରିତ ହେଲେ ଯେପରି ତାର ଦୁଇମୁଖୀ ଗତି ଆମେ ଦେଖିବାକୁ ପାଉ। ଗୋଟିଏ ବୀଜଟି ଯେତେବେଳେ ମାଟିରେ ଅଙ୍କୁରିତ ହୁଏ ତାର ଦୁଇଟି ମୁହଁ ଥାଏ। ଗୋଟିଏ ହେଉଛି ମାଟି ଭିତରେ ଚେର, ତାର ଭିତରେ ତାର କ୍ରମବର୍ଦ୍ଧନ ଆଗେଇ ଯାଏ ଏବଂ ବାହାରେ ତାର କାଣ୍ଡ, ତାର ଯୋଉ ବୀଜର ଯୋଉ କାଣ୍ଡଟିଏ ଶାଖା ପ୍ରଶାଖା ମିଳି ପତ୍ର ପୁଷ୍ପରେ ଫଳ ଫୁଲରେ ଭରପୁର ହେଇ ଉଠେ। ଅନୁରୂପ ଭାବରେ ନାମ, ଏଇ ସ୍ପନ୍ଦନାତ୍ମକ ନାମ, ଚାରି ଅକ୍ଷର ନାମ ବୀଜ ଆମ ଶରୀର ଭିତରେ ଯଦି ସ୍ଥାପିତ ହେଲା, ଏହା ଦେହର ସଂସ୍କାର ଅନୁଯାୟୀ, ଆମର କୃଷ୍ଟି ଅନୁଯାୟୀ, ଆମର ଜନ୍ମାନ୍ତର ପ୍ରାରବ୍ଧ ସଞ୍ଚିତ ବ୍ୟବସ୍ଥା ଅନୁଯାୟୀ ଜଣେ ତାର ମାନସିକ এই নাম দ্বারা ମାନସିକ ଶକ୍ତି, ସତତା, ବୁଦ୍ଧି, ତେଜ, ବୀର୍ଯ୍ୟ ଏସବୁ ଅନ୍ତର ସମ୍ପଦର ଅଧିକାରୀ ହୋଇ ଉଠେ। ଆହୁରି ବାହିକ ଦିଗରୁ ଅନ୍ତରରେ ତାର ସେଇ ବୀଜର ଚେର ଯେପରି ମାଟି ତଳେ ତାର କ୍ରମବର୍ଦ୍ଧନ ଲାଭ କରେ, ସେହିପରି ଆମର କୃଷ୍ଟି ଅନୁଯାୟୀ, ସଂସ୍କାର ଅନୁଯାୟୀ ଆମ୍ଭ ମାନଙ୍କର ସେଇ ମାନସିକ ଶକ୍ତି, ସତତା, ବୁଦ୍ଧି, ତେଜ, ବୀର୍ଯ୍ୟ ଏସବୁ କ୍ରମ ବର୍ଦ୍ଧନରେ ଆଗେଇ ଯାଏ। ଏସବୁ ଅନ୍ତର ସମ୍ପଦର ଅଧିକାରୀ ହୋଇ ଉଠୁ ଆମେ ଏବଂ ବାହିକ ଭାବରେ ଯେପରି ଗଛ ତାର ଶାଖା ପ୍ରଶାଖା ଫୁଲ ଫଳରେ ଭରପୁର ହୋଇଯାଏ, ସେହିପରି ବାହିକ ଦିଗରେ ଆମର ଆଚାର ବ୍ୟବହାର ଲୋକମାନଙ୍କ ସହିତ, ସମାଜରେ ବ୍ୟକ୍ତି ସମାଜ, ଦମ୍ପତି, ପରିବାର ପରିଜନରେ କଥାବାର୍ତ୍ତାରେ ହୁଏ ମିଷ୍ଟ, ଭଦ୍ର, ନମ୍ର, ସଂଯତ। ଏହିପରି ନାମର ଉଦ୍ଗାତାଙ୍କ ପ୍ରତି, ଏହିପରି ନାମଙ୍କର ଉଦ୍ଗାତାଙ୍କ ପ୍ରତି ନିଷ୍ଠା ନେଇ ଅନୁରାଗ ଭରେ ଯଦି ଆମେ ନିୟମିତ ନାମ କରୁ, ଏହା ଫଳରେ ମସ୍ତିଷ୍କ କୋଷର କାର୍ଯ୍ୟକାରିତା ବଢିଯାଏ ଏବଂ ୱେଲ୍ଥ ଅଫ ପାରସେପସନ, এই ମସ୍ତିଷ୍କର ବୋଧ, এই ମସ୍ତିଷ୍କ କୋଷର କାର୍ଯ୍ୟକାରିତା ବଢିଯାଏ। ଆଉ ଆସେ ୱେଲ୍ଥ ଅଫ ପାରସେପସନ, ବୋଧ ବିଭୂତି। ଆମ୍ଭ ମାନଙ୍କର ସ୍ପାଇନାଲ କଲମ୍ସ, এই ଯୋଉ ମେରୁଦଣ୍ଡ ଶିର, ଏର ମଧ୍ୟ ଭାଗରେ ସୁଷୁମ୍ନା କାଣ୍ଡ ଅଛି। ସେ ଅତି ସୂକ୍ଷ୍ମ ଗୋଟିଏ ତନ୍ତ୍ରୀ, ସେଥିରେ ସେରିବ୍ରୋ ସ୍ପାଇନାଲ ଫ୍ଲୁଇଡ ଅଛି। ସେଇ ସୁଷୁମ୍ନା କାଣ୍ଡରେ ସୂକ୍ଷ୍ମ ଗୋଟିଏ ତନ୍ତ୍ରୀ, ସେଇ ସୁଷୁମ୍ନା କାଣ୍ଡ, ସେଥିରେ କଣ ଅଛି ନା ସେରିବ୍ରୋ ସ୍ପାଇନାଲ ଫ୍ଲୁଇଡ ନାମକ ଗୋଟିଏ ସ୍ୱଚ୍ଛ ତରଳ ପଦାର୍ଥରେ ପୂର୍ଣ୍ଣ ଥାଏ। ଆମର ସେଇ ମେରୁଦଣ୍ଡଟି, ସୁଷୁମ୍ନା କାଣ୍ଡଟି, ତାହା এই সেরিব্রো স্পাইনাল ফ্লুইড নামক এক স্বচ্ছ তরল পদার্থরে পূর্ণ থায়। আজ্ঞা চক্রে মন সংযোগ করি নিয়মিত নাম করিবা ফଳରେ ଆମର ତାହାର ମୂଳ ଦେଶରୁ, ସେ ତନ୍ତ୍ରୀର ମୂଳ ଦେଶରୁ ସେରିବ୍ରୋ ସ୍ପାଇନାଲ ଫ୍ଲୁଇଡର ଉପରକୁ ଊର୍ଧ୍ୱମୁଖୀ ଗୋଟିଏ ପ୍ରବାହ ହୁଏ। ଜଳର ଉପର ତରଙ୍ଗ ଚାଲିଲେ ଯେପରି ହୁଏ, ସେ ତରଙ୍ଗର ଧକ୍କାରେ ଆମର ସେ ନାମର ଭିତରେ ସେ ଆମର ଗୁହ୍ୟ ଦେଶରୁ ଯେତେବେଳେ ସେ ଆସ୍ତେ ଆସ୍ତେ ଉପରକୁ ଉଠେ, ସେ ତରଙ୍ଗର ଧକ୍କାରେ ଆମ ସେ ଯାଇ ସେଇ ଫ୍ଲୁଇଡଟି ଆମର ସେ ମସ୍ତିଷ୍କରେ ପହଞ୍ଚେ। ସେଥିରେ ମସ୍ତିଷ୍କର ବେଶୀ ଭାଗ, ଆମର ଏଇ ମସ୍ତିଷ୍କ ଗୋଟିଏ ଯନ୍ତ୍ର, ସାରା ବିଶ୍ୱର ବିସ୍ମୟ। এই ମସ୍ତିଷ୍କର ବେଶୀ ଭାଗ ଯାହା ନିଷ୍କ୍ରିୟ କୋଷ ଗୁଡିକ ଅଛି, এই ମସ୍ତିଷ୍କର ବେଶୀ ଭାଗ ଅନେକ ନିଷ୍କ୍ରିୟ କୋଷ ଗୁଡିକ ଅଛି, ସେଗୁଡିକ ଉତ୍ତେଜିତ ହୋଇ ସକ୍ରିୟ ହୁଏ। ଆଧୁନିକ ବିଜ୍ଞାନୀ ମାନଙ୍କର ମତରେ ଗୋଟିଏ ଗୋଟିଏ ମସ୍ତିଷ୍କ ଯେପରି ଗୋଟିଏ ଗୋଟିଏ ଉଚ୍ଚ ଶକ୍ତିଶାଳୀ କମ୍ପ୍ୟୁଟର। ଆଉ କେତେ ଯେ ବିଭାଗ ଅଛି
সেই মস্তিষ্করে কেতে যে ফ্যাকল্টি বিভাগ ଅଛି তার সীমা ନାହିଁ। କେବଳ ମାତ୍ର ନାମର ସ୍ପନ୍ଦନରେ ହିଁ ସେ ସମସ୍ତ ଫ୍ୟାକଲ୍ଟି ବା ବିଭାଗ ବା କୋଷ ଗୁଡିକ ଜାଗ୍ରତ ହୋଇ ଉଠେ, ନିଜ ନିଜ ବୈଶିଷ୍ଟ୍ୟ ଅନୁଯାୟୀ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସାମର୍ଥ୍ୟ ହୁଏ। ମନେ ରଖନ୍ତୁ, এই মস্তিষ্কର কোষ গুড়িক অনেক নিষ্ক্রিয়, 75% নিষ্ক্রিয় থাকে, কৌশি মতে সক্রিয় হয়ে পারে না। বৈশিষ্ট্যর সেই সংস্কার থিলে মধ্য তাহা সক্রিয় হবার সুযোগ পায় না। কেবল এই নামর দ্বারা সেই কোষ গুড়িক উন্মিলিত হয়ে বৈশিষ্ট্য মাফি কর্তব্য সম্পাদন କରିବାକୁ ସମର୍ଥ ହୁଏ। ଅନ୍ୟ କୌଣସି ଉପାୟରେ ତାହା ସମ୍ଭବ ନୁହେଁ। ନାମ ଧ୍ୟାନେ ଆମମାନଙ୍କର ଦେହର ସ୍ନାୟୁମଣ୍ଡଳୀ ଓ ଇନ୍ଦ୍ରିୟ ଗ୍ରାମର ତୀକ୍ଷ୍ଣତା ଓ ସୂକ୍ଷ୍ମ ସମ୍ବେଦନଶୀଳତା ଅତି ମାତ୍ରାରେ ବଢିଯାଏ। ତୀବ୍ର ଭାବରେ ଏକମୁଖୀ ହୋଇ ରହିଲେ କେନ୍ଦ୍ରୀଭୂତ ମନର ସୂକ୍ଷ୍ମ ବୋଧ ଶକ୍ତି ଅସମ୍ଭବ ଭାବେ ବଢିଯାଏ। ସେଥିରେ ମନୁଷ୍ୟ ଅତୀନ୍ଦ୍ରିୟ ଶକ୍ତିର ଅଧିକାରୀ ହୁଏ। ଯେପରି ସୂର୍ଯ୍ୟରଶ୍ମି ଯଦି ଗୋଟିଏ ଜବକାଚର ଭିତରେ ଦେଇ ଗୋଟିଏ ବିନ୍ଦୁରେ ଆସି ପଡେ, ସେଠାରେ ଏତେ ଉତ୍ତାପ ସୃଷ୍ଟି ହୁଏ ଯେ ସେ ବିନ୍ଦୁରେ ଥିବା ଖଣ୍ଡେ କାଗଜ ବା ସୋଲ ତାହା ପୋଡିଯାଏ। ସମାନ୍ତରାଳ ଭାବରେ ସେଇ ସୂର୍ଯ୍ୟରଶ୍ମି ର କିନ୍ତୁ ଏପରି କ୍ଷମତା ନାହିଁ। ସେ ସବିଶେଷ ଭାବରେ ସବୁଠାରେ ପଡୁଛି, କିନ୍ତୁ ଦଗ୍ଧ କରିବାର ତାର କ୍ଷମତା ନାହିଁ। ସେହିପରି ଠାକୁର କହିଛନ୍ତି, ବ୍ୟକ୍ତିଗତ ସାଧନାର ସହିତ ବୈଜ୍ଞାନିକ ଗବେଷଣା, ସେଥିରେ ଆମ ମାନଙ୍କର ବିଙ୍ଗ ଟା ଇଲେଭେଟେଡ ଉନ୍ନୀତ ହୁଏ ଏବଂ ପାରସେପ୍ଟିଭ ଫ୍ୟାକଲ୍ଟିର ରେଞ୍ଜ ବୋଧ କ୍ଷମତାର ପରିସର ଯେଉଁ ଭାବରେ ବଢିଯାଏ, ସେଥିରେ ଆମ ମାନଙ୍କର ଇଣ୍ଟିଗ୍ରେଟେଡ ମ୍ୟାଟେରିଆଲ ସ୍ପିରିଚୁଆଲ ଡେଭଲପମେଣ୍ଟ। ମନେ ରଖନ୍ତୁ, ସଂହତ ଭୌତିକ ଓ ଆଧ୍ୟାତ୍ମିକ ବିକାଶ ହୁଏ। ଆମ୍ଭ ମାନଙ୍କର ଦେହ ଯନ୍ତ୍ରର ଉତ୍କର୍ଷଣୀୟ ଅନୁଶୀଳନ ଓ ସଦ୍ଭାବ ଯଦି ଆମେ କରୁ, ଅନେକ ଦୃଶ୍ୟ ଅନେକ ବାର୍ତ୍ତା ଆମ୍ଭ ମାନଙ୍କର ବୋଧ ଦ୍ୱାରରେ ଉପନୀତ ହୋଇପାରେ। ଶ୍ରୀ ଠାକୁର ସୁନ୍ଦର ଗୋଟିଏ ଉପମା ଦେଇ ବିଷୟଟିର ବ୍ୟାଖ୍ୟା କରିଛନ୍ତି। ସେ କହିଛନ୍ତି, ଜଣେ ଯଦି ରାତିର ଆକାଶରେ ଆଡକୁ ଗୋଟିଏ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଅନାଏ, ସେ ଏପରି ସବୁ ତାରା ଦେଖିବାକୁ ପାଇବ ଯାହା ଖାଲି ଆଖିରେ ଦେଖିଲେ ଦେଖାଯାଏ ନାହିଁ। ଖାଲି ଆଖିରେ ଦେଖିବାକୁ ପାଏ ନାହିଁ ବୋଲି ଯେ ସେ ଗୁଡିକ ସେଠାରେ ନାହାନ୍ତି ତାହା ନୁହେଁ। ଆମ୍ଭ ମାନଙ୍କର ମନ ଓ ଇନ୍ଦ୍ରିୟ ଗୁଡିକ ଯଦି ସେଗୁଡ଼ିକୁ ଦେଖିବା ସ୍ତରକୁ ଉନ୍ନୀତ କରାଯାଏ, ତାହେଲେ ସେତେବେଳେ ଆମେ ଦେଖିବାକୁ ପାଉ ଏହା ତଥ୍ୟଗତ ବାସ୍ତବ। ଏହା ଭିତରେ ଅଲୌକିକତା କିଛି ବି ନାହିଁ। ଆମେ ଅନେକ ଅଲୌକିକତାର ଗଳ୍ପ କରୁ, ଅନେକ ମିରାକଲ କଥା ଲୋକଙ୍କୁ ଭଣ୍ଡାଉ, କିନ୍ତୁ ପ୍ରକୃତରେ ଏହା ହଉଛି ବିଜ୍ଞାନ ଭିତ୍ତିକ ବ୍ୟବସ୍ଥା। ଠାକୁର ସତ୍ୟ ବାସ୍ତବ ବିଜ୍ଞାନ ର ଆଧାରକୁ ଧର୍ମ ଆଖ୍ୟା ଦେଇଛନ୍ତି। ବାଚା ବାଢାର ମର୍ମ ଯାହା ତାକି ଜାଣିସ୍ ଧର୍ମ ତାହା। ଶ୍ରୀ ଠାକୁର ହେଉଛନ୍ତି କାରଣ ପୁରୁଷ। ସେଇଥିପାଇଁ ସେ ଯେକୌଣସି ସମସ୍ୟାର ମୂଳ ଖୋଜି ତାର ସମାଧାନ ଦିଅନ୍ତି। ଦେଶରେ ଆଦର୍ଶବାନ ସଚ୍ଚରିତ୍ର ବଳିଷ୍ଠ ଓ ସୁକୃତି ସମ୍ପନ୍ନ ଜାତକଙ୍କର ଆବିର୍ଭାବ ପାଇଁ ଦେଶରେ ସମାଜରେ ରାଷ୍ଟ୍ରରେ ଆଦର୍ଶବାନ ସଚ୍ଚରିତ୍ର ବଳିଷ୍ଠ ଓ ସୁକୃତି ସମ୍ପନ୍ନ ଜାତକ ମାନଙ୍କର ଆବିର୍ଭାବ ପାଇଁ ଠାକୁର ସୁବିବାହ ଓ ସୁପ୍ରଜନନ ଉପରେ ଅତ୍ୟନ୍ତ ଗୁରୁତ୍ୱ ଦେଇଛନ୍ତି। ପିତୃରେତ ମାତ ରଜ ମିଳିତ ହୋଇ ମାତୃ ଗର୍ଭରେ ଜୀବ ଦେହରୁ ଆରମ୍ଭ ହୁଏ ତାର ଜୀବନ। ସେଇଥିପାଇଁ ଏପରି ଜନନ କୋଷର ମିଶ୍ରଣ ହେବା ଉଚିତ। ଏଇ
ଜନନ କୋଷର ମିଶ୍ରଣ ହେବା ଉଚିତ, ପିତୃରେତ ମାତୃରଜ ଏପରି ହେବା ଉଚିତ, ଯେଉଁଥିରେ ଉତ୍କୃଷ୍ଟ ସନ୍ତାନ ଆସିପାରେ। ଆମ୍ଭେମାନେ ଉଦ୍ଭିଦ ଓ ପ୍ରାଣୀର ବେଳକୁ, ଉଦ୍ଭିଦ ବେଳକୁ ପ୍ରାଣୀ ବେଳକୁ ସେଥିରେ ଉନ୍ନତ ପ୍ରଜନନର ପାଇଁ କେତେ ବୈଜ୍ଞାନିକ ପନ୍ଥା ଅବଲମ୍ବନ କରୁ ହାଇବ୍ରିଡ ପାଇଁ, କିନ୍ତୁ ମନୁଷ୍ୟ ବେଳକୁ ପ୍ରାୟ ଏ ବ୍ୟାପାରରେ ଆମେ ଉଦାସୀନ ରହୁ। କିପରି ଗୋଟେ ଉତ୍କର୍ଷ ଲାଭ କରିଥିବା ସନ୍ତାନ ଆସିବ ଏ ବିଶ୍ୱକୁ, ଏ ସମାଜ, ଏ ରାଷ୍ଟ୍ର, ଏ ପୃଥିବୀ ଧନ୍ୟ ହେବ ଏବଂ ଉନ୍ନୀତ ହେବ, ସେ ବିଷୟରେ କାହାର ଚିନ୍ତା ନାହିଁ। ଏ ବିଷୟରେ ଶ୍ରୀ ଶ୍ରୀ ଠାକୁର ଆର୍ଯ୍ୟ ଋଷି ମାନଙ୍କର ଜ୍ଞାନ ଲବ୍ଧ ବର୍ଣ୍ଣାଶ୍ରମ ନୀତି ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ତାଙ୍କ ମତରେ ବର୍ଣ୍ଣାଶ୍ରମ ଗୋଟିଏ ବୈଜ୍ଞାନିକ ବ୍ୟାପାର, ସେଥିରେ ବୈଧି ବ୍ୟବହାର ଭିତର ଦେଇ ବଂଶାନୁକ୍ରମିକ ବୈଶିଷ୍ଟ୍ୟ ଗୁଡିକ ପ୍ରଗତି ସମ୍ପନ୍ନ ହୋଇ ଉଠେ। ସେ କହିଛନ୍ତି ବିବାହଟା ଏପରି କରିବୁ ଯେଥିରେ ଦାମ୍ପତ୍ୟ ପ୍ରଣୟର ଫଳରେ ସ୍ୱାମୀ ସ୍ତ୍ରୀ ଉଭୟ ଶରୀର, ମନ ଓ ଚରିତ୍ରରେ ଉନ୍ନତତର ହୋଇ ଉଠେ। ତାଙ୍କର ବାଣୀରେ ଅଛି ଉନ୍ନୟନ ଆଉ ସୁପ୍ରଜନନ, ଏହା ହିଁ ବିବାହର ମୂଳ। ଯେପରି ସେପରି ବିବାହ କରି ভুল। উন্নয়ন আর সুপ্রজনন এই তো বিয়ের তেমন করে বিয়ে করিস না কো ভুল। এথিপাই পাত্র বংশ, বিদ্যা, স্বাস্থ্য, চরিত্র, বয়স ও প্রকৃতির সংগতি ଅଛି କି ନାହିଁ ଭଲ କରି ତନକି କରି ବଂଶାନୁଗ ଓ ବ୍ୟକ୍ତିଗତ ମାନ ଥାଏ। ଉତ୍ସୀୟମାନ ବୈଶିଷ୍ଟ୍ୟ ନାରୀ ପୁରୁଷର ବଂଶାନୁକ୍ରମିକ ଓ ବ୍ୟକ୍ତିଗତ ଗୁଣ ଗୁଡିକ ଯଦି ଉତ୍ସୀୟମାନ ଓ ପୋଷଣୀ ହୁଏ, ଯଦି ଉତ୍ସୀୟମାନ ହୁଏ, ପୋଷଣୀ ହୁଏ, ତେବେ ସେମାନଙ୍କର ଦୈହିକ ମାନସିକ ସଂଗଠନ ଯଦି ସାମଞ୍ଜସ୍ୟ ପୂର୍ଣ୍ଣ ରୁହେ ଏବଂ କୃଷ୍ଟି, ଐତିହ୍ୟ, ସଂସ୍କାର ଦିଗରେ ଯଦି ସଦୃଶ ହୁଏ, ତାହେଲେ ତା ଫଳରେ ସନ୍ତାନ ସନ୍ତତିଙ୍କର ଉନ୍ନତତର ହୋଇ ଉଠିବାର ସମ୍ଭାବନା ହିଁ ବେଶୀ। କାରଣ ସେଠାରେ ଡିମ୍ବକୋଷ ଓ ଶୁକ୍ର କୀଟର ଗଠନ ଓ ଗତି ପ୍ରକୃତିର ଭିତରେ ଏପରି ଗୋଟିଏ ମିଳିଥାଏ, ସେ ଦୁଇ ଜଣଙ୍କର ଉଚ୍ଚତମ ଓ ସର୍ବୋତ୍ତମ ଗୁଣ ଗୁଡିକ ମିଶିଯାଏ ଏବଂ ଗୋଟିଏ ସନ୍ତାନର ଜନ୍ମ ନିଏ, ଗୋଟେ ସୁସନ୍ତାନର ଜନ୍ମ ନିଏ। ସେଠାରେ ସ୍ୱାମୀ ସ୍ତ୍ରୀ ସବୁ ଦିଗରୁ ପରସ୍ପରର ପରିପୂରଣୀ ଓ ପରିପୋଷଣୀ ଏବଂ ତା ଜୀବ ବିଦ୍ୟା ଓ ଜନ ବିଦ୍ୟାର ଦିଗରୁ ସାମାଜିକ, ପ୍ରକୃତି, କୃଷ୍ଟିଗତ ଭାବରେ ବଂଶଗତ ସଂସ୍କାର ଗୁଡିକ ଏହି ଶୁକ୍ର କୀଟ ଓ ଡିମ୍ବକୋଷ ଭିତରେ ବଂଶଗତ ସଂସ୍କାର ଗୁଡିକ ସୂକ୍ଷ୍ମାତି ସୂକ୍ଷ୍ମ ଦାନା ଭଳି ଲୁକାୟିତ ଭାବରେ ଥାଏ। ନାରୀ ପୁରୁଷର ଏହି ସହଜାତ ଦାନା ଗୁଡିକୁ ସଂଗତିଶୀଳ ହେଲେ ସେମାନଙ୍କର ସଂଯୋଗରେ ସୁସନ୍ତାନ ଜନ୍ମ ହୁଏ। କାରଣ ଏହି ସଂଗତିଶୀଳ ସଂଯୋଗ ସମ୍ଭୂତ ଜୀବନ କଣ ହିଁ ହେଉଛି ତାର ସତ୍ତାର ଅନ୍ତର ମର୍ମ। ସ୍ୱାମୀ ସ୍ତ୍ରୀର ମଧ୍ୟରେ ଏହି ସଂଗତିର ଅଭାବ ଯେଉଁଠାରେ ଯେତେ ବେଶୀ, ଆଜି ଯାହା ପରିଦୃଶ୍ୟମାନ, ସ୍ୱାମୀ ସ୍ତ୍ରୀର ଭିତରେ ଏହି ସଂଗତିର ଅଭାବ ଯେଉଁଠାରେ ଯେତେ ବେଶୀ, ସନ୍ତାନ ମଧ୍ୟ ସେଠାରେ ସେତେ ଅପକୃଷ୍ଟ, ସେତେ ବ୍ୟଭିଚାର ଦୁଷ୍ଟ, ସେତେ ବିରୋଧମୁଖୀ। ଯେଉଁଠାରେ ସଦ୍ଗୁଣ ଗୁଡିକ ଉଚ୍ଚୟମାନ ନ ହୋଇ, ଯେଉଁଠାରେ ତାର କୃଷ୍ଟିଗତ ଜନ୍ମଗତ ଲିବିଡୋସର ଜିନ୍ ଗୁଡିକ ଉଚ୍ଚୟମାନ ନ ହୋଇ ଅପସୂୟମାନ ହୁଏ,
କାରଣ ସେଗୁଡିକ ବିକାଶ ପାଇଁ ଯୋଉ ପୋଷଣ ଦରକାର ପୋଷଣ ମିଳେ ନାହିଁ, ଏଇଭଳି ଭାବରେ ପଇଜନ ସେଗୁଡିକର ଅଭାବ ଘଟେ। କେବଳ ସବର୍ଣ୍ଣ ବିବାହରେ ଏହା ସମ୍ଭବ ହୋଇ ଉଠେ। ଅସବର୍ଣ୍ଣ ବିବାହରେ ନାରୀ ପୁରୁଷର ବର୍ଣ୍ଣ, ବଂଶ ଓ ବ୍ୟକ୍ତିଗତ ପ୍ରକୃତିର ସଂଗତି ଦିଗରୁ ଲକ୍ଷ୍ୟ ରଖି ବିବାହ ଦେବାକୁ ଶ୍ରୀ ଶ୍ରୀ ଠାକୁର କହିଛନ୍ତି। ଆସନ୍ତୁ, ସମୟ ସମାପ୍ତ। ଆଲୋଚନା ନୁହେଁ, ଯାହା ଆମେ ଅଙ୍ଗେ ଲିଭାଉଛୁ ଠାକୁରଙ୍କ ସହିତ ଯୁକ୍ତ ହୋଇ ନାମର ଭିତର ଦେଇ କର୍ମ ଦୀପନାର ଏକ ବିଦୀପନାରେ ଯେପରି ମୁଁ ନିଜକୁ ଆମେ ତିଆରି କରୁଛୁ, ତାହା ହିଁ ସଂଗତିଶୀଳ ଇଷ୍ଟ ପ୍ରସଙ୍ଗର ଭିତରେ ଦେଇ ଆପଣ ମାନଙ୍କ ପାଖରେ ତୁଳି ଧରିଛି। ଆପଣ ମାନେ ସମସ୍ତେ ମଙ୍ଗଳରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ, ସୁଖରେ ରୁହନ୍ତୁ। ସର୍ବେ ଭବନ୍ତୁ ସୁଖିନମ୍, ସର୍ବେ ନିରାମୟା, ସର୍ବେ ଭଦ୍ରାଣि ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ। ଜୟ ଗୁରୁ।